ଓମ୍ ନମଃ ଶିବାୟ। ମୁଁ ଜ୍ୟୋତିର୍ବିଦ ଓ ଲେଖକ ଏବଂ ଶିବ ସାଧକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଆଜି ଆପଣଙ୍କ ପାଖରେ ଉପସ୍ଥାପନା କରିବି। ମନ୍ଦିର ଆପଣମାନେ କାହିଁକି ଯାଉଛନ୍ତି, ଯଦି ବି ଯାଉଛନ୍ତି କେମିତି ଯିବା ଉଚିତ, ଯାହା ମୁଁ ନିଜେ ଦେଖୁଛି। କାରଣ ପ୍ରତିଦିନ ମୁଁ ପ୍ରାୟ ମହାଦେବଙ୍କ କୃପାରୁ ଲିଙ୍ଗରାଜ ମନ୍ଦିର, ଭୈରବ ମନ୍ଦିର ଯାଏ, ସେଠି ପୂଜା କରେ। ଯୋଗିନୀ ମନ୍ଦିର ବି ପ୍ରାୟ ଯାଏ, 64 ଯୋଗିନୀ ମନ୍ଦିର। ସେଠି ମୁଁ ଯାହା ଦେଖେ, ଲୋକମାନେ ମନ୍ଦିରକୁ ଗୋଟେ ବୁଲିବା ସ୍ଥାନ ବୋଲି ଭାବିକି ପଳେଇ ଆସନ୍ତି। ଯେ ଆମେ ବୁଲିବା, ସେଠି ସେଲ୍ଫି ଉଠେଇବା। ଯଦି ମୋବାଇଲଟି ତା ମଧ୍ୟକୁ ଆଲାଉ କରାଯାଉନଥିବ, ତାହେଲେ ସେମାନଙ୍କ ମୁହଁଟା ବହୁତ ବଡ଼ ହେଇଯିବ। ସେମାନେ ଗୋଟେ ଆଉ କିଛି ଗୋଟେ ଉଦ୍ଦେଶ୍ୟ ନେଇକି ଆସନ୍ତି, ମୋର ମନସ୍କାମନା ପୂରଣ ହଉ। କିନ୍ତୁ ମନ୍ଦିର ଗୁଡ଼ିକ ହେଉଛି ଆପଣଙ୍କର ଯେଉଁ ନିଜ ଭିତରେ ଯେଉଁ ସତ୍ତାଟା ଅଛି, ତାକୁ ଜାଣିବା ପାଇଁ ଗୋଟେ ବାଟ, ବା ଯଦି ମୁଁ କହିବି ଗୋଟେ ଯୋଗିକ କେନ୍ଦ୍ର, ତାହେଲେ କିଛି ଅତ୍ୟୁକ୍ତି ହେବନି। ଆପଣ କହୁଛନ୍ତି ସେଠି ଗଲେ ଶାନ୍ତି ଲାଗିବ, ସେଠି ଗଲେ ଆମେ ବସିଲେ ଆପଣଙ୍କୁ କିଛି ଭିନ୍ନ ଅନୁଭୂତି ହୁଏ। ସେଇଥିପାଇଁ ମନ୍ଦିର ଗୁଡ଼ିକ ହେଇଛି। ତେଣୁ ଯେତେବେଳେ ଆପଣ ମନ୍ଦିର ଯାଉଛନ୍ତି, ଦୟାକରି କଥାବାର୍ତ୍ତା ବେଶୀ କରିବେନି। ଯଦି ଆପଣ ଦିନସାରା ଅଭ୍ୟାସ କରିଛନ୍ତି ତ ଖୁବ୍ ଭଲ, ନାଇଁ ତ ସାଧାରଣତଃ ଯଦି ଆମେ ଖାଲି ପେଟରେ ଥାଉ, ତାହେଲେ ତାହା ଆମର ମନ୍ଦିର ଯିବା ପାଇଁ ଗୋଟେ ଭଲ ବାଟ ଖୋଲିଦିଏ। କଥାବାର୍ତ୍ତା କରିବେନି, ଯେତେ ସମ୍ଭବ କମ୍ ଡ୍ରେସ୍ ପିନ୍ଧିବେ, ପାଦ ହାତ ଏଗୁଡ଼ିକୁ ଭଲକି ଧୋଇକି ଯିବେ। ବିଗ୍ରହକୁ ଦର୍ଶନ କରିବାଟା ଯେତେ ଆବଶ୍ୟକ ନୁହେଁ, ମନ୍ଦିରର ଗୋଟେ ଶାନ୍ତ କୋଣରେ ଆଖି ବୁଜି ବସିବାକୁ ଚେଷ୍ଟା କରିବେ। ଯଦି ଆପଣ ଏତିକି କରନ୍ତି, ଆପଣଙ୍କୁ ହୁଏତ ସବୁଦିନ ନୁହେଁ, ଆପଣ ମନ୍ଦିର ଯିବା ଭିତରେ ଏମିତି ହେଇପାରେ, ଆପଣଙ୍କର ନିଜର ଆତ୍ମଶକ୍ତି ଉପରେ ତାହା ନିର୍ଭରଶୀଳ, ଯେ ଆପଣ ଫିଲ୍ କରିପାରିବେ ବା ଜାଣିପାରିବେ ଯେ କିଛି ଗୋଟେ ଶକ୍ତି ଏଠି ବହୁତ ଜୋରରେ ପ୍ରବଳ ଅଛି। ଯେଉଁଟା କୁହନ୍ତି, ଡୁ ୟୁ ଫିଲ୍ ଦ ଏନର୍ଜି ଇନ୍ ଦ ଟେମ୍ପଲ୍। ମନ୍ଦିରର ଏନର୍ଜିଟା ଆପଣ ଫିଲ୍ କରିପାରିଲେ କି? ତେବେ ଆପଣ ଏଇ ସନ୍ଦର୍ଭରେ ସବୁବେଳେ ମନ୍ଦିରକୁ ଯିବେ ଯେ ମୁଁ ଯାଇ ସେଠି ଆଖି ବୁଜିକି ବସିବି। ନିଜକୁ ଟିକେ ଶୁଦ୍ଧପୂତ ହେଇଥିଲେ ଭଲ, ଅଳ୍ପ ଖାଇଥିବେ, ଗାଧେଇଥିଲେ ଆହୁରି ଭଲ। କଳା ବସ୍ତ୍ର ପିନ୍ଧିବାଟା ମୁଁ ବହୁତ ସମୟରେ କୁହେ, କାରଣ କଳାଟା ଶକ୍ତିଟାକୁ ବହୁତ ଶୀଘ୍ର ଟାଣେ। ଯଦି ଏମିତି ଆପଣ କରୁନାହାନ୍ତି, ବହୁତ ସମୟ ଦେଖିଛି ଲୋକମାନେ ସକ୍ସ ପିନ୍ଧିକି ମନ୍ଦିର ପଳାଉଛନ୍ତି, ଯାହାକି କିଛି ମାନେ ଭୁଲ ଜିନିଷ। ପୁରା ମନ୍ଦିରରେ ଥିବା ଶକ୍ତିଟା ସେଇଠି ରହିଗଲା। ଆପଣ ଯଦି କରୁଛନ୍ତି, ତାହେଲେ ମନ୍ଦିରରେ ଥିବା ଶକ୍ତିଟାକୁ ଆପଣ ଜାଣିପାରିବେ। କ'ଣ ହେବ, ଆପଣ ଜାଣିପାରିଲେ ଯେ ଈଶ୍ୱର ସବୁ ଜାଗାରେ ଅଛନ୍ତି, ବା ଐଶ୍ୱରିକ ସତ୍ତାଟାକୁ ଆପଣ ଅନୁଭବ କରିପାରିଲେ। ସେଟା ଜାଣିଲେ ତାର ନେକ୍ସଟ ଷ୍ଟେପ୍ ବା ଆଗାମୀ ପଦକ୍ଷେପଟା ଏଇଆ ହେବ, ଆପଣ ଜାଣିବାକୁ ଚାହିଁବେ ମୋ ଭିତରେ ବି ଈଶ୍ୱର ସତ୍ତା ଥାଇପାରେ। ସେଇଟାକୁ ମୁଁ ନିଜେ କେମିତି ଚିହ୍ନିବି, ବା ଆତ୍ମଜ୍ଞାନ ମାର୍ଗରେ ମୁଁ କେମିତି ଅଗ୍ରସର ହେବି। ଏହି ସନ୍ଦର୍ଭରେ ମନ୍ଦିର ଗୁଡ଼ିକ ବିଶେଷ ସାହାଯ୍ୟ କରେ। ଆମେ ମନ୍ଦିରରେ ଯାଇକି ସେମିତି ସମର୍ପଣ ବୋଲି ହାତ ଟେକି ଦେଉ, କିନ୍ତୁ ବାସ୍ତବରେ ଆମେ ସମର୍ପଣ ମନରେ ଯାଇନଥାଉ। ଆମେ ଯାଇଥାଉ କ'ଣ ଟିକେ ମନ୍ଦିରରେ ଖାଇବାକୁ, ଭଲ ଭୋଗ ଟିକେ ଖାଇବା, ଟିକେ ବୁଲିବା, ବସିବା। ଏଇ ସନ୍ଦର୍ଭରେ ସମର୍ପଣ ଯେତେବେଳେ ଆମେ କହୁ, ମୋତେ ଲାଗୁଛି ଯଦି ସତରେ କୌଣସି ଲୋକ ସମର୍ପଣ କରେ, ତାହେଲେ ତା ଅବସ୍ଥା ଯେମିତି ମୀରାଙ୍କ ଅବସ୍ଥା ହେଇଥିଲା ବା ଆକା ମହାଦେବୀଙ୍କର ଅବସ୍ଥା ହେଇଥିଲା, ସେଇଭଳିଆ ହେଇଯିବ। ସେ ଈଶ୍ୱରଙ୍କ ସତ୍ତା ଛଡ଼ା ତା ମନରେ କୌଣସି ଚିନ୍ତାଧାରା ଆସିବ ନାହିଁ। କିନ୍ତୁ ସମର୍ପଣ ଭାବ ନେଇକି ଯଦି ଯାଉଛନ୍ତି ବହୁତ ଭଲ, ଯଦି ନ ଯାଉଛନ୍ତି ଆରମ୍ଭ ଏମିତି କରନ୍ତୁ। କିନ୍ତୁ ହସି ଖେଳି ଯାଇ
ମନ୍ଦିର ଗୋଟେ ବୁଲିବା ହିସାବରେ ଯିବା, ମନ୍ଦିରକୁ ଯାଇକି ଆମର ଆଜି କାହିଁକି ଭଲ କରି ରୋଷେଇ ହେଇନି, କାଲି ସକାଳେ କେମିତି ବିଜନେସଟା ସେଟଅପ୍ ହେବ, ଏସବୁ ଜିନିଷ ପାଇଁ ଦୟାକରି ମନ୍ଦିର ଯାଆନ୍ତୁ। ଆପଣ ମନ୍ଦିରର ପରିବେଶଟିକୁ ଖରାପ କରୁଛନ୍ତି ଏବଂ ଯେଉଁମାନେ ମୋ ଭଳିଆ କିଛି ମାନେ ସିରିୟସ୍ ସାଧକ ଅଛନ୍ତି ସେମାନଙ୍କ ପାଇଁ ମନ୍ଦିରଟା ମନ୍ଦିର ରୂପେ ରହୁନି। ତେବେ ଆଶା କରେ ଆପଣ ଆଗକୁ ମନ୍ଦିରକୁ କୌଣସି ଆଶା ପୂରଣ ପାଇଁ ଯିବେନି। ଆପଣଙ୍କର କର୍ମରେ ଯାହା ଥିବ, ଭାଗ୍ୟରେ ଯାହା ଥିବ, ଜ୍ୟୋତିଷ ମାଧ୍ୟମରେ ଯାହା ଆମେ ପଢ଼ିପାରୁ ତାହା ନିଶ୍ଚିତ ରୂପେ ଆପଣଙ୍କୁ ମିଳିବ। ଏଥିରେ ଆପଣଙ୍କର କିଛି ଐଶ୍ୱରିକ କୃପାର ଆବଶ୍ୟକତା ନାହିଁ। ହଁ, ନିଜର ଚେତନା ଜାଣିବା ପାଇଁ, ମାୟାଠୁ ଦୂରେଇ ରହି ମୋକ୍ଷ ଦିଗରେ ଗତି କରିବା ପାଇଁ ହେଲେ ଆପଣଙ୍କୁ ସକ୍ରିୟ ପ୍ରୟାସ କରିବାକୁ ପଡ଼ିବ ଏବଂ ଗୋଟେ ଜୀବନ ବି କମ୍ ହେଇପାରେ। ତେଣୁ ଆଗକୁ ମନ୍ଦିରକୁ ଯାଉଛନ୍ତି ଏଇସବୁ ଜିନିଷ ଆପଣଙ୍କ ଧ୍ୟାନ ରଖନ୍ତୁ। ଯେଉଁମାନେ ବନ୍ଧୁ ବାନ୍ଧବୀ ବା ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ ଯାଉଛନ୍ତି ସେମାନେ ବି ମନେ ରଖନ୍ତୁ କି ମନ୍ଦିର ଯିବାର ପ୍ରଚେଷ୍ଟା ହେଲା ଏଇଆ। ସେଠି ଯାଇକି ସେଲ୍ଫି ନେବା, ଫଟୋ ଉଠାଇବା ଏସବୁ ଜିନିଷ ନ କରି କେମିତି 10 ମିନିଟ୍ ପାଇଁ ଆଖି ବୁଜି ବସିକି ଆସିବେ, ଆମେ ପୁନଶ୍ଚ ଆମ କାର୍ଯ୍ୟକ୍ଷେତ୍ରକୁ ଫେରିଯିବା, କିଛି ଏଥିରେ ଅସୁବିଧା ନାହିଁ। ତେଣୁ ଆଶା କରେ ଆପଣ ଆଗକୁ ଯେତେବେଳେ ଯିବେ ମନ୍ଦିର, ବିଶେଷତଃ ଶିବ ମନ୍ଦିର ଗୁଡ଼ିକ, ଏଇ ଜିନିଷ ପ୍ରତି ଧ୍ୟାନ ରଖିବେ। ତାହେଲେ ନିଶ୍ଚିତ ରୂପେ ଆପଣଙ୍କର ଶିବତତ୍ତ୍ୱ ଦିଗରେ ଅଗ୍ରସର ହେବାର ବାଟ ଗୁଡ଼ିକ ଖୋଲିଯିବ। ତେବେ ହଉ, ଆଜି ତ ସମୟ ହେଇଯାଇଛି। ଛୋଟ ଛୋଟ ଭିଡ଼ିଓ କରୁଛି ଯେମିତିକି ଆପଣ ଧୀରେ ଧୀରେ ଜିନିଷଟାକୁ ବୁଝିପାରିବେ। ଶିବ ସାଧକମାନଙ୍କ ପାଇଁ, ଯେଉଁମାନେ ଶିବ ସାଧନା କରୁଛନ୍ତି, ଶିବ ସାଧନା କରିବା ପାଇଁ ଅଗ୍ରସର ଅଛନ୍ତି, ସେଇମାନଙ୍କ ପାଇଁ ବିଶେଷତଃ ଭିଡ଼ିଓ। ସାଧାରଣ ଲୋକମାନେ ହୁଏତ ଏଟାକୁ ଠିକ୍ରେ ବୁଝି ନ ପାରନ୍ତି। ମୋର ଯାହା 10 ବର୍ଷରୁ ଉର୍ଦ୍ଧ୍ୱ 12 ବର୍ଷ ପାଖାପାଖି ଗୋଟେ ଯୁଗ ହେଇଯିବ, ଯେଉଁଟା ଫୁଲ୍ ଟାଇମ୍ ଏନ୍ଗେଜମେଣ୍ଟ ଶିବ ସାଧନାରେ 2014 ମସିହା ଅନୱାର୍ଡ଼ସ୍, ତାହାର ଅଭିଜ୍ଞତା ମୁଁ ଗୋଟେ ଗୋଟେ ରଖିବି। ତଦ୍ୱାରା ଯେଉଁ ନୂଆ ନୂଆ ଶିବ ସାଧକମାନେ ଆସୁଛନ୍ତି ସେମାନେ ମୁଁ ଯେଉଁ ଅସୁବିଧାରେ ସମ୍ମୁଖୀନ ହେଇଥିଲି ସେଇଟା ହେବେନି। ହଉ, ଆଜି ପାଇଁ ରହିଲି। ମହାଦେବ ଆପଣ ସମସ୍ତଙ୍କୁ ଭଲ ରଖନ୍ତୁ। ଓମ୍ ନମଃ ଶିବାୟ।